ଗୋଟିଏ ପଟେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସାରା ଦେଶ ଚଳଚଞ୍ଚଳ ହେବା ସମୟରେ ଭଞ୍ଜନଗର ନିକଟସ୍ଥ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଜଣେ ବ୍ୟକ୍ତିଙ୍କ ଶିଶୁପୁତ୍ର 11 ଘଣ୍ଟା ସମୟରେ ଜନ୍ମଗ୍ରହଣ ହୋଇଛି। ପିତା ନାଗାର୍ଜୁନ ନାୟକ ଓ ମା ସାଗରୀ ନାୟକଙ୍କ ଔରସରୁ ଦ୍ୱିତୀୟ ଶିଶୁପୁତ୍ର ଭାବେ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ପରିବାର ଲୋକ ବହୁତ ଖୁସି ହୋଇଛନ୍ତି ଏବଂ ମେଡିକାଲରେ ମଧ୍ୟ ଡାକ୍ତରଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ, ସିକ୍ୟୁରିଟି ଗାର୍ଡ ସମସ୍ତେ ବହୁତ ଖୁସି ହୋଇଛନ୍ତି। ଡାକ୍ତର ସନାତନ ବେହେରା ମଧ୍ୟ ଆଜିର ଦିନରେ ତାଙ୍କ ମେଡିକାଲରେ ଏହି ଶିଶୁପୁତ୍ର ସ୍ୱାଭାବିକ ଭାବରେ ଜନ୍ମଗ୍ରହଣ କରିଥିବାରୁ ନିଜକୁ ଗୌରବ ମନେ କରିଛନ୍ତି। ନାଗାର୍ଜୁନଙ୍କ ପରିବାର ଲୋକ ପ୍ରଭୁ ଶ୍ରୀରାମଙ୍କ ନାମରେ ପୁଅର ନାମକରଣ କରିଛନ୍ତି ଓ ବେଶ୍ ଉତ୍ସାହିତ ହୋଇଛନ୍ତି। ନାଗାର୍ଜୁନଙ୍କ ନିଜ ଗାଁ ଗାଲେରୀ ନିକଟରେ ସେମାନେ ଆଜି 9 ଘଣ୍ଟା ସମୟରେ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ଆଜି ରାମ ମନ୍ଦିରରେ ରାମ ନାମ ଜପା ଚାଲିଛି, ଦେଉଳ ପ୍ରତିଷ୍ଠା ହେଉଛି, ମୋର ନାତି ଜନ୍ମ ହୋଇଛି, ବହୁତ ଖୁସି ଆମେ। ମୋ ନାତି ନାମ ଦେବ ଶ୍ରୀରାମ। आज बहुत मु खुशी अच्छी कहीं राम मंदिर प्रतिष्ठा होची सेठी सेथिबें बोली बहुत खुशी। आज मोर पुओ एपटे जन्म हेले सेथिबें बोली बहुत खुशी अच्छी। तार ना होची श्रीराम रखी सेथिबें बोली बहुत खुशी अच्छी मु। आउ प्रथम मुझे कहना चाहिए आज दिन पर पूरा भारत वर्ष आज पूरा वेट करते आज दिन पर जेहेतु आम जाचु आज राम भगवान आज अयोध्या पालन होती आज दिन हूँ प्राण प्रतिष्ठा दिन अयोध्या राम मंदिर कर तो सही उपलब्धि आज आमर सीएससी गैलेरी जड़े पुत्र संतान जन्म नहीं आम सबू स्टाफ सबू नर्सिंग स्टाफ ऑल थ्रू समस्ते खुशी अच्छा परिवार लोक भी आम समस्ते गणर ना श्रीराम देते जेहेतु आम बहुत उपकृत हो।